ମା ଚାର୍ଚଖାଇଙ୍କ ଷଷ୍ଠ ବାର୍ଷିକ ଯଜ୍ଞ ଓ ଅଷ୍ଟପ୍ରହର ନାମ ସଂକୀର୍ତ୍ତନରେ ଆନନ୍ଦିତ ଧଳିପଙ୍ଗ ଗଜେନ୍ଦ୍ରପୁର ଗ୍ରାମବାସୀ। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ନୂଆଡିହି ପଞ୍ଚାୟତ ସ୍ଥିତ ଧଳିପଙ୍ଗ ଗଜେନ୍ଦ୍ରପୁରରେ ଆବିର୍ଭାବ ମା ଚାର୍ଚଖାଇଙ୍କ ଷଷ୍ଠ ବାର୍ଷିକ ଘୃତ ଯଜ୍ଞ ସହିତ ଓ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି। 6 ବର୍ଷ ଧରି ଗ୍ରାମବାସୀମାନେ ଶାନ୍ତି ଶୃଙ୍ଖଳାର ସହିତ ଖୁବ୍ ଆନନ୍ଦରେ ପାଳନ କରି ଆସୁଛନ୍ତି। ଏହା ଏକ ଭାଇଚାରାର ପର୍ବ। ଗାଁ ଛାଡ଼ି ଦେଶ ବିଦେଶରେ ରହୁଥିବା ପିଲାମାନଙ୍କର ଆନନ୍ଦ କହିଲେ ନ ସରେ। କେବେ ସେ ଦିନ ଆସିବ ଆମେ ମାଙ୍କର କାର୍ଯ୍ୟରେ ସହଯୋଗ କରିବୁ। ଆଜି ସମସ୍ତ ଗ୍ରାମବାସୀମାନେ ନଦୀଘାଟରୁ କଳସ ଶୋଭାଯାତ୍ରା ଆରମ୍ଭ କରିଥିଲେ। ଶଙ୍ଖ, ଘଣ୍ଟ, ଭେରୀ, ତୁରୀ, ମୃଦଙ୍ଗ ଓ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠୁଥିଲା ମାଙ୍କର ମନ୍ଦିର ପରିସର। ପରେ ଘଟ ସ୍ଥାପନ କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା। 3 ଦିନ ଧରି ନାମ ସଂକୀର୍ତ୍ତନ ଚାଲିଥିଲା। 15ରୁ ଅଧିକ ସଂକୀର୍ତ୍ତନ ମଣ୍ଡଳୀ ମାଙ୍କର ନାମ ଯଜ୍ଞରେ ଯୋଗ ଦେଇଥିଲେ। ପରେ ହରିହାଟ ସହିତ ସଂକୀର୍ତ୍ତନ ସମାପନ ଓ ଘୃତ ଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା। ହଜାର ହଜାର ଭକ୍ତଙ୍କ ସମାବେଶ ମନ୍ଦିର ପ୍ରାଙ୍ଗଣରେ ଦେଖିବାକୁ ମିଳିଥିଲା। ପରେ ଆନନ୍ଦ ବଜାରରେ ଭକ୍ତମାନେ ପ୍ରସାଦ ସେବନ କରିଥିଲେ। ଜୟ ମା ଚାର୍ଚଖାଇ ଧ୍ୱନିରେ ମାଙ୍କ ବେଢା ପ୍ରକମ୍ପିତ ହୋଇ ଉଠୁଥିଲା। ଦୂର ଦୂରାନ୍ତରୁ ଭକ୍ତମାନେ ଛୁଟି ଆସିଥିଲେ ନିଜ ନିଜର ମାନସିକ ପାଇଁ। ଏହି ଯଜ୍ଞ କାର୍ଯ୍ୟରେ ମୁଖ୍ୟ କର୍ତ୍ତା ଓ କର୍ତ୍ରୀ ଭାବରେ ଗୌନ ବାବୁ ଓ ତାଙ୍କ ଧର୍ମପତ୍ନୀ ମାଙ୍କର ସେବା ପାଇଁ ଗ୍ରାମବାସୀମାନେ ନିଯୁକ୍ତି କରିଥିଲେ। ଏରସମା ବାଲିକୁଦାର ବିଧାୟକ ଶ୍ରୀଯୁକ୍ତ ଶାରଦା ପ୍ରସନ୍ନ ଜେନା, ନୂଆଡିହି ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ବ୍ରଜକିଶୋର ପ୍ରଧାନ, ବିଜେପି ନେତା ଶ୍ରୀଯୁକ୍ତ ନୃସିଂହ ଚରଣ ସାହୁ ଅତିଥି ଭାବେ ଯୋଗଦେଇ ମା ଚାର୍ଚଖାଇଙ୍କର ଆଶୀର୍ବାଦ ଓ କରୁଣା ଲାଭ କରିଥିଲେ। ଆଜକୁ 2009 ମସିହାରେ ଏହି ମନ୍ଦିରର ଶୁଭ ପଡ଼ିଥିଲା। ତେଣୁ ଆମ ଧଳିପଙ୍ଗ ଗଜେନ୍ଦ୍ରପୁରର ସମସ୍ତେ ହରିଜନ ଯାହାକି 50 ଘର ବାସ କରନ୍ତି, ପ୍ରାୟ ସମସ୍ତେ ମୂଲ୍ୟ ଶ୍ରେଣୀର। ଦୀର୍ଘ 10 ବର୍ଷ ଧରି ଏ ମନ୍ଦିର ପୂର୍ଣ୍ଣାଙ୍ଗ ହୋଇପାରିଲା ନାହିଁ। 2019 ମସିହାରେ ମୁଁ ଯେତେବେଳେ ଦାୟିତ୍ୱ ଦେଲେ ମୋତେ ଗ୍ରାମବାସୀ, ମୁଁ ସେତେବେଳେ ଚାକିରିରେ ଥାଏ। ତେଣୁ সেই ଅବସ୍ଥାରେ MLA ପାଖକୁ ଗଲେ, ତାଙ୍କ ପାଖରୁ 2 ଲକ୍ଷ ଟଙ୍କା ଆଣି ଆଉ ଅବଶିଷ୍ଟ ଗାଁର ଯୋଉ ପଇସା ସବୁ ଥିଲା ତାକୁ ମିଶାଇ ମନ୍ଦିର 2019 ମସିହା 13/3/2019 ମସିହାରେ ମନ୍ଦିର ଆମର ପ୍ରତିଷ୍ଠା ହେଲା। ଦୀର୍ଘ 10 ବର୍ଷ ପରେ ସେଇଦିନ ଠାରୁ ଆମର এই 13/3/2019 ଠାରୁ এই ଦିନରେ ଆମର ମାଙ୍କର ଯଜ୍ଞ ଆଉ ତା ସାଙ୍ଗେ ସାଙ୍ଗେ ଅଷ୍ଟମ ପ୍ରହରୀ ଲାଗିକି ରହିଅଛି। ଆମ ଗ୍ରାମବାସୀ ମାନଙ୍କର ସମସ୍ତ ଉଦ୍ୟମ ସୁରୁଖୁରୁରେ ଚାଲିଛି ଏମିତି ଆଉ ଚାଲିଥିବ ବି ଏମିତି। ଆଉ କଣ କହିବି, ସମସ୍ତଙ୍କୁ ମା ଚାର୍ଚଖାଇ ଆଶୀର୍ବାଦ କରନ୍ତୁ, ଆଉ ସମସ୍ତେ ଭଲରେ ରୁହନ୍ତୁ, ମୋର ଏତିକି କାମନା କହି ମୁଁ ରହୁଛି। ଆଜି ଷଷ୍ଠତମ ବାର୍ଷିକ ଉତ୍ସବ ମା ଚାର୍ଚଖାଇ ମନ୍ଦିରର ସମସ୍ତ ସଂକୀର୍ତ୍ତନ ଭାଇ ମାନଙ୍କୁ ମୁଁ ବିନୀତ ପ୍ରାର୍ଥନା କରୁଅଛି, ସମସ୍ତେ ମା ଚାର୍ଚଖାଇ ସମସ୍ତଙ୍କୁ ସତ୍ ବୁଦ୍ଧି ସତ୍ ଜ୍ଞାନ ଦିଅନ୍ତୁ, ଏତିକି ମୋର କାମନା। ଜୟ ମା ଚାର୍ଚଖାଇ। ଆମର ଏମିତି 8 ବର୍ଷ 9 ବର୍ଷ ହେଲାଣି ଅନୁଷ୍ଠାନ ଚାଲି ରହିଛି। ଗରିବ ଅନୁଷ୍ଠାନ ବର୍ତ୍ତମାନ ଏଇ ମାଗି ଯାଉଛି ଭଲ ମନ୍ଦ କରି ମନ୍ତ୍ରୀ ଏମଏଲଏ କିଛି ଭଲ କିଛି ମନ୍ଦିର ଆମକୁ ସାହାଯ୍ୟ କଲେ ଆମ ମନ୍ଦିରର କିଛି ଉନ୍ନତି ହବ। ମନ୍ଦିର ପାଇଁ କିଛି ମାଙ୍କ ପାଇଁ ଯୋଉ ହଜାର ହଜାର ଲୋକ ଆସିଛି, ଗ୍ରାମବାସୀ ବୃନ୍ଦ ଭଲ ମନ୍ଦ କରି ସାହାଯ୍ୟ କରି ନୂଆ ଲୋକ ସାଧାରଣ ଗରିବ ଲୋକ ଆଉ ମାନେ ପୁଅ ଦେଖିଲେ ଆଦିବାସୀ ସେକର ସେମାନେ ହରିଜନ ଆଦିବାସୀ ଲୋକମାନେ ଆମର ଏଇ ଅନୁଷ୍ଠାନଟା ସେମିତି ଉଜାଗର ହେଇକି ରହିଛି 10 ବର୍ଷ ଧରିକି। କୌଣସି ଜିନିଷ କୌଣସି ଇଏରେ ଆମର ନାହିଁ, ସେମିତି ଅନୁଷ୍ଠାନ ଚାଲିଛି। କିନ୍ତୁ ମନ୍ତ୍ରୀ MLA ଏସବୁ ଜିନିଷ କିଛି କୌଣସି ଜିନିଷ ମିଳିବା କିଛି ଭଲ ମନ୍ଦ କରିବା କି ଆସି ପହଞ୍ଚିବା, ଆସି ଆମେ ତ ନିମନ୍ତ୍ରଣ ଦେଉଛୁ, ଆସୁଛନ୍ତି କେତେବେଳେ ଆସୁନାହାନ୍ତି, ଆସିବାର ତାଙ୍କର ଅସୁବିଧା କିଛି ଚାଲିଛି। ସେଥିପାଇଁ ଆମେ ମାଙ୍କ ଭିତରେ ପ୍ରାର୍ଥନା କରୁଛୁ ସମସ୍ତେ ଏମିତି ଭଲରେ ରୁହନ୍ତୁ ମାଙ୍କ ଭିତରେ। ଜୟ ମା ଚାର୍ଚଖାଇ, ଜୟ ମା ଚାର୍ଚଖାଇ। ସମସ୍ତ କମିଟି ମାନଙ୍କୁ ସମସ୍ତ ଲୋକଙ୍କୁ ହାତ କହି ମୁଁ ଏତିକି କହି ଆଜକୁ 7 ବର୍ଷ ଧରି ମୁଁ ଏଇ ମାଙ୍କ ପୂଜାରେ ନିଯୁକ୍ତି, ଏମାନେ ମତେ ନିଯୁକ୍ତି କରିଛନ୍ତି।
ମୋ ମାଙ୍କ ପୂଜାରେ ଆଜି 7 ବର୍ଷ ଧରିକି ରହିଛି। ସେମାନେ କୌଣସି ତ୍ରୁଟି ଏପର୍ଯ୍ୟନ୍ତ କରିନାହାନ୍ତି। ସୁଚାରୁ ରୂପେ ପୂଜା ଚାଲିଛି ଆଜିକୁ 7 ବର୍ଷ ଧରି। ସେମାନଙ୍କର ମା ବହୁତ ମଙ୍ଗଳ କରୁଛନ୍ତି। ଏ ଗାଁର ବହୁତ ଉନ୍ନତି ବି ହେଉଛି। କିନ୍ତୁ ଏ ମାଙ୍କ ସକାଶେ, କେବଳ ମାଙ୍କ ସକାଶେ ଉନ୍ନତି ଚାଲିଛି। ଆମର ଆଶୀର୍ବାଦ ଏତିକି ମାଙ୍କ ଯେ ସମସ୍ତେ ଭଲରେ ରୁହନ୍ତୁ, ସମସ୍ତେ ସୁଖୀ ହୁଅନ୍ତୁ, ସମସ୍ତେ ଖୁସିରେ ରୁହନ୍ତୁ, ପିଲାମାନଙ୍କର ଚଳପ୍ରଚଳ କୁଟୁମ୍ବିତ କରନ୍ତୁ ମା ଚାଷ ଖାଇ। ଏତିକି କହି ମୁଁ ମା ଚାଷ ଖାଇଙ୍କର ମନ୍ଦିର ଚାଳ ଛପର ଘରେ ଥିଲା, କିନ୍ତୁ ଲୋକଙ୍କର ସହଯୋଗରେ ଏବଂ ଗଭର୍ଣ୍ଣମେଣ୍ଟର ସହଯୋଗରେ ଏ ମନ୍ଦିର ସ୍ଥାପିତ ହୋଇଛି 2019 ଫେବୃଆରୀ 13 ତାରିଖରେ, ଫେବୃଆରୀ 19 ତାରିଖରେ, ଫେବୃଆରୀ 19 ତାରିଖ 2019 ତାରିଖଠୁ ଏହି ମନ୍ଦିର ସ୍ଥାପିତ ଏବଂ ଗ୍ରାମବାସୀ ମାନେ ସମସ୍ତେ ଅକୁଣ୍ଠିତ ସାହାଯ୍ୟରେ ଏହି ବାର୍ଷିକ ଉତ୍ସବକୁ ଅତି ଆନନ୍ଦର ସହିତ ପାଳନ କରୁଛନ୍ତି। ଗ୍ରାମର ପୁଅ ନାରୀ ମାନେ ଆଜକୁ 7 ବର୍ଷ ହେଲା ନଦୀରେ ନଦୀରେ ନେଇ କଳସ ଯାତ୍ରା କଳସ ବୁଡେଇ ସେ ଆଜି ମନ୍ଦିରରେ ଯଜ୍ଞ ହଉଛି। ଯଜ୍ଞ ପରେ ଅଷ୍ଟପ୍ରହରୀ ରାମ ଯଜ୍ଞ 3 ଦିନ ଧରି ବହୁ ଆଡମ୍ବରରେ ପାଳିତ ହେଉଛି। ସମସ୍ତ ପୁଅ ନାରୀ ମାନେ ଏଇ ମାଙ୍କ ପାଖରେ ପ୍ରସାଦ ସେବନ 3 ଦିନ କାଳ ଆମ ଘରେ ରୋଷେଇ ବାସ ନାହିଁ ଏବଂ ଆନନ୍ଦର ସହିତ ଏଠି ପ୍ରସାଦ ପାଉଛନ୍ତି। 10-12 ପନ୍ଥା କୀର୍ତ୍ତନିଆ ମଧ୍ୟ ଆସି ଆମେ ନିମନ୍ତ୍ରଣ କରି କୀର୍ତ୍ତନ ଆସି ଏଠି କୀର୍ତ୍ତନ କରୁଛନ୍ତି। ତେଣୁ ମାଙ୍କର ଅପାର କରୁଣା, ମାଙ୍କ ଯେ ଯାହା ମାନସିକ କରି ମାଙ୍କ ପାଖରେ ଅଳି କରିଥାଏ ସେ ନିଶ୍ଚିତ ପାଇଥାଏ। ଆମେ ଦେଖିଛୁ କାହାର ମୋବାଇଲ, କାହାର ପଇସା ହଜିଗଲେ ମଧ୍ୟ 8 ଦିନ ପରେ ସେ ମାଙ୍କୁ ଆସିକିରି ମାନସିକ କରି 8 ଦିନ ପରେ ମୋବାଇଲ, ପଇସା, ସୁନା, ରୂପା, ଟଙ୍କା ସବୁ ପାଇଛି। ମା ଚାଷ ଖାଇ ବାଙ୍କିର ଚାଷ ଖାଇ ଆମ ଧଳିପଙ୍ଗର ଏଇ ମା ଚାଷ ଖାଇ ଧଳିପଙ୍ଗର 3ଟା ୱାର୍ଡରେ ଏଇ ମା ଚାଷ ଖାଇଙ୍କର ମନ୍ଦିର ସ୍ଥାପିତ। ମା ଚାଷ ଖାଇ ଅତି ଆନନ୍ଦର ସହିତ ଆମ ଗ୍ରାମବାସୀ ମାନେ এই ଉତ୍ସବକୁ ପାଳନ କରୁଛନ୍ତି। ସେ ମା ଚାଷ ଖାଇ ଆମର ପ୍ରତ୍ୟକ୍ଷ ଦେବୀ, ଆମେ ସମସ୍ତେ ତାଙ୍କୁ ମାନୁ। ଯେ ଯାହା ମାନସିକ କଲେ ସେ ମା ତାଙ୍କୁ ପୂରଣ କରନ୍ତି। ତେଣୁ ଆଜି ହେଉଛି 7ମ ବର୍ଷ, 7 ବର୍ଷର ପଦାର୍ପଣ କରିଛି ଏଇ ମା ଚାଷ ଖାଇଙ୍କର ମନ୍ଦିରର ପ୍ରାଣ ଉତ୍ସବ ଏବଂ ଅଷ୍ଟପ୍ରହରୀ ନାମ ଯଜ୍ଞ ମୋ ଆନନ୍ଦ ସମୟ ସହିତ ପାଳିତ ହେଉଛି। ଆଉ ଏମାନଙ୍କ ମଧ୍ୟରେ କୌଣସି ଦ୍ୱିମତ ନାହିଁ ଏବଂ ଗ୍ରାମବାସୀ ମାନେ ସମସ୍ତେ ଅକୁଣ୍ଠିତ ଚିତ୍ତରେ ଏକତ୍ର ହୋଇ ଏହି ଉତ୍ସବକୁ ପାଳନ କରୁଛନ୍ତି। ଏହି ମା ଚାଷ ଖାଇଙ୍କର ମନ୍ଦିର, ମା ଚାଷ ଖାଇଙ୍କର ଯଜ୍ଞ ଅତି ଆନନ୍ଦର ସହିତ ଆମେ ପାଳନ କରୁଛୁ। ସେ ମା ଚାଷ ଖାଇଙ୍କର ମାନ ଟେ କରୁ ଆନନ୍ଦ ଏକ ବାର ହରି ବୋଲ, ଆନନ୍ଦ ଏକ ବାର ହରି ବୋଲ, ଆନନ୍ଦ ଏକ ବାର ହରି ବୋଲ। ଜଗତସିଂହପୁର ଏଡସମାନ ନୃସିଂହ ମଲ୍ଲିକ ରିପୋର୍ଟ, ବିଶ୍ୱ ବିଜୟ ନ୍ୟୁଜ ଓଡ଼ିଶା।